ସମସ୍ତଙ୍କର ଆଶୀର୍ବାଦ ପୁଣି ଥରେ ଗୋଟେ ସୁଯୋଗ ପାଇଛି ଗଞ୍ଜାମ ଜିଲ୍ଲାରେ ସେବା କରିବା ଏବଂ ଯେହେତୁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ପ୍ରାୟୋରିଟି ରହୁଛି ଲୋକଙ୍କର ଜନଶୁଣାଣି ଏବଂ ବିମାନ ପ୍ରଶାସନ କେତେ କମ ସମୟରେ ଯୁଦ୍ଧକାଳୀନ ଭିତରେ କରିପାରିବା ସେହି ଉଦ୍ଦେଶ୍ୟରେ ଆଜି ଏଠି ଜିଲ୍ଲା ସ୍ତର ଜନଶୁଣାଣି ମଧ୍ୟ ଆୟୋଜନ କରୁଛୁ ଏବଂ ଆମର ପ୍ରଚେଷ୍ଟା ସବୁବେଳେ ଜାରି ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଚାଲୁ ରହିବ କେତେ ଲୋକଙ୍କର ଲଜିକାଲ ଟ୍ରାନ୍ସପୋର୍ଟେସନ କରିବା ତାଙ୍କର ବିମାନ ଗୁଡାକ ଏବଂ ସେବା ଗୁଡାକ କେମିତି ଲୋକଙ୍କ ପାଖକୁ ପହଞ୍ଚିବ ଏବଂ ଯେହେତୁ ଆଜି ବ୍ରହ୍ମପୁର କର୍ପୋରେସନରେ ରହୁଛି କର୍ପୋରେସନ ରିଲେଟେଡ ବିଭିନ୍ନ ଇସ୍ୟୁଜ ମଧ୍ୟ ନୂଆ କମିଶନ ମଧ୍ୟ ଜଏନ୍ କରିଛନ୍ତି ଗୋଟେ ନୂଆ ଟିମ୍ ସମସ୍ତେ ଏବେ ଏକାଠି ହେଇକି କାମ ଆଗକୁ ନେଉଛୁ ଆମର ମିଡିଆ ବନ୍ଧୁମାନେ ସମସ୍ତଙ୍କର ସହଯୋଗରେ ଏବଂ ମାନ୍ୟବର ଲୋକପ୍ରତିନିଧି ସମସ୍ତଙ୍କର ଆଡଭାଇସକୁ ନେଇକି ଆମେ ଆଗକୁ ବଢି ବୋଲି ମୁଁ ଆଶା କରୁଛି ଯେହେତୁ ଜିଲ୍ଲା ଆପଣ ପୁରୁଣା ଥିଲେ ଆପଣ ବି କୋଭିଡ ସମୟରେ ବହୁତ କାମ କରୁଛନ୍ତି ବହୁତ ସମସ୍ୟାର ମୋର ଏବେ ରିସେଣ୍ଟ ଟାଇମ୍ସ ରେ ବହୁତ ଇଣ୍ଡଷ୍ଟ୍ରିଜ ଗଞ୍ଜାମ ଜିଲ୍ଲାକୁ ଆସୁଛନ୍ତି ଆମର ଟାଟା ଏଗ୍ରିକଲଚର ଭିତରେ ମଧ୍ୟ ବହୁତ ଗୁଡା ଇଣ୍ଡଷ୍ଟ୍ରିଜ ଆସୁଛନ୍ତି ତାଙ୍କର ଫେସିଲିଟେସନ ଏବଂ ଏ ଅଞ୍ଚଳରେ ଥିବା ଲୋକମାନେ କେମିତି ଏମ୍ପ୍ଲୟମେଣ୍ଟ ପାଇବେ ସେ ଦିଗରେ ମଧ୍ୟ ଆମେ ଚିନ୍ତା କରିବୁ ଏବଂ ବିଭିନ୍ନ ପ୍ରାୟୋରିଟି ପ୍ରୋଜେକ୍ଟ ମଧ୍ୟ ଚାଲୁଛି ବିଭିନ୍ନ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ମଧ୍ୟ ଚାଲୁଛି ଏବଂ ଇରିଗେସନ ଫେସିଲିଟି ପାଇଁ ମଧ୍ୟ ଗୁଡାଏ ଜାଗାରେ ଡିପିଆର ଗୁଡାକ ପ୍ରସ୍ତୁତ ହେଇଛି ସେ ଡିପିଆର ଗୁଡାକ ଆମେ ଫାଇନାଲାଇଜ କରିକି କେମିତି ଆମର ଇରିଗେସନ ପୋଟେନସିଆଲ ମଧ୍ୟ ଜିଲ୍ଲାରେ ବଢାଇବା ତାକୁ ନେଇକି ମଧ୍ୟ ଆମର ଚିନ୍ତାଧାରା ରହିଛି ଏବଂ ବିଭିନ୍ନ ସ୍କିମ୍ସ ଗୁଡାକ ଅଛି ରାଜ୍ୟ ସରକାରଙ୍କର ଏବଂ କେନ୍ଦ୍ର ସରକାରଙ୍କର ସ୍କିମ୍ ଗୁଡାକ ସ୍କିମ ର ଫେସିଲିଟି ଗୁଡାକ କେମିତି ଲୋକଙ୍କ ପାଖକୁ ତାଙ୍କର ନିକଟ ଜାଗାକୁ ପହଞ୍ଚିବ ତାକୁ ନେଇକି ଆମେ ଆଗକୁ କରିବୁ ସାର୍ ଏଠି ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ରହିଥିଲା ଜିଲ୍ଲାପାଳ ନିଶ୍ଚିତ ବହୁତ ଧନ୍ୟ ମନେ କରୁଛି ଏବଂ ଫର୍ଚୁନେଟ ଫିଲ୍ କରୁଛି ଯେହେତୁ ଏ ଯୋଉ ସୁବର୍ଣ୍ଣ ସୁଯୋଗ ପୁଣି ଥରେ ମୁଁ ପାଇଛି ନିଶ୍ଚିତ ଲୋକଙ୍କ ପାଖକୁ ପହଞ୍ଚିକି ଲୋକଙ୍କର ସମସ୍ୟା ବୁଝିବା ଏବଂ ସବୁ ସରକାରଙ୍କର ଯୋଜନା ଗୁଡିକ ଲୋକଙ୍କ ପାଖକୁ ନେବା ପାଇଁ ଆମର ମାନେ ବ୍ୟକ୍ତିଗତ ଚିନ୍ତାଧାରା